ଢେଙ୍କିକୋଟରେ ଜଳ ସଙ୍କଟ କାହିଁକି? 100 ବର୍ଷର ପୁରାତନ ବଜାରକୁ କାହିଁକି ଅଣଦେଖା କରାଯାଉଛି? ହଁ ଦର୍ଶକ ବନ୍ଧୁ, ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଢେଙ୍କିକୋଟରେ ଏବେ ଜଳ ସଙ୍କଟ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ବଜାର ଉପରେ ନିର୍ଭର କରନ୍ତି ଲକ୍ଷ ଲକ୍ଷ ଲୋକ। ପ୍ରତ୍ୟେକ ଦିନ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ତଥା ଧାନ ଚାଉଳ ଟୁଳ ମହୁଲ କ୍ରୟ ବିକ୍ରୟ କରିବା ପାଇଁ ଲୋକମାନେ ଢେଙ୍କିକୋଟ ଆସିଥାନ୍ତି। ବହୁ ପୁରୁଣା ବଜାର ହେଲେ ମଧ୍ୟ ଢେଙ୍କିକୋଟ ବଙ୍ଗଳା ପାଖରେ ଥିବା ଏକମାତ୍ର ଶୌଚାଳୟରେ ଅନେକ ଦିନ ଧରି କବାଟରେ ତାଲା ଝୁଲି ରହୁଛି କାହିଁକି? ଶୌଚାଳୟ ଦାୟିତ୍ୱରେ ରହୁଥିବା ବ୍ୟକ୍ତିଙ୍କ ସହ କଥା ହେବା ପରେ ଜଣାପଡ଼ିଲା ଯେ ପାଣିର ନିୟମିତ ସପ୍ଲାଇ ହେଉନାହିଁ। ଫଳରେ ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଏଣୁ ଶୌଚାଳୟ ପାଇଁ ପାଣି ସମସ୍ୟା ସବୁଦିନ ପାଇଁ ଦୂର କରିବାକୁ ସାଧାରଣରେ ଦାବି ହେଉଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।